ପାଳସାହି ସେବା ସମବାୟ ସମିତିରେ ଅନିୟମିତତା ଅଭିଯୋଗ। ନଥିପତ୍ର ପୋଡ଼ାଯିବା ଠାରୁ ଚାଷୀଙ୍କ ଋଣ ଟଙ୍କା ହେରଫେର ପର୍ଯ୍ୟନ୍ତ ଅଭିଯୋଗ। ବାଇପାସ୍ ସ୍ଥିତ SARCS କାର୍ଯ୍ୟାଳୟରେ ଯୁଗ୍ମ ତଦନ୍ତ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ପାଳସାହି ଗ୍ରାମ ପଞ୍ଚାୟତ ଅଧୀନସ୍ଥ ପାଳସାହି ସେବା ସମବାୟ ସମିତିକୁ ନେଇ ଉଠିଥିବା ବିଭିନ୍ନ ଅନିୟମିତତା ଓ ଆର୍ଥିକ ହେରଫେର ଅଭିଯୋଗର ଆଜି ଯୁଗ୍ମ ତଦନ୍ତ ଅନୁଷ୍ଠିତ ହୋଇଛି। ଭଦ୍ରକ ବାଇପାସ୍ ସ୍ଥିତ SARCS କାର୍ଯ୍ୟାଳୟରେ ନିର୍ଦ୍ଧାରିତ ସମୟରେ ତଦନ୍ତ ପ୍ରକ୍ରିୟା ହୋଇଥିବା ବେଳେ ଅଭିଯୋଗ ସହ ସମ୍ପୃକ୍ତ ବିଭିନ୍ନ ପକ୍ଷ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ଓ ପକ୍ଷ ସମର୍ଥନରେ ଆବଶ୍ୟକୀୟ ତଥ୍ୟ ପ୍ରଦାନ କରିଥିବାର ଜଣାପଡ଼ିଛି। ପାଳସାହି ସେବା ସମବାୟ ସମିତିରେ ନଥିପତ୍ର ପୋଡ଼ାଯିବା, ନିଯୁକ୍ତି ପ୍ରକ୍ରିୟାରେ କଥିତ ଅନିୟମିତତା, ଦୀର୍ଘଦିନ ଧରି ବାର୍ଷିକ ସାଧାରଣ ବୈଠକ ନ ହେବା, ସମ୍ପାଦକଙ୍କ ଅନୁପସ୍ଥିତିରେ ତାଙ୍କ ସମ୍ପର୍କୀୟଙ୍କ ଦ୍ୱାରା ନଥିପତ୍ର ପରିଚାଳନା ଏବଂ ଚାଷୀଙ୍କ ଋଣ ଟଙ୍କା ହେରଫେର ଭଳି ଗୁରୁତର ଅଭିଯୋଗ ଉଠିଥିଲା। ଏହାକୁ ନେଇ କପିଳଦେବ ବିଶ୍ୱାଳ ଅନ୍ୟମାନଙ୍କ ପକ୍ଷରୁ ଅଭିଯୋଗପତ୍ର ଦାଖଲ କରାଯାଇ ଉଚ୍ଚସ୍ତରୀୟ ଓ ନିରପେକ୍ଷ ତଦନ୍ତ ଦାବି କରାଯାଇଥିଲା। ଅଭିଯୋଗ ଆଧାରରେ ପୂର୍ବରୁ 24 ଜୁଲାଇରେ ଯୁଗ୍ମ ତଦନ୍ତ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଆଇନ ଶୃଙ୍ଖଳା ପରିସ୍ଥିତି ଯୋଗୁଁ ତାହା ସ୍ଥଗିତ ରହିଥିଲା। ପରେ ଭଦ୍ରକ ସମବାୟ ସମିତି ମଣ୍ଡଳର ସହକାରୀ ନିର୍ବନ୍ଧକ କାର୍ଯ୍ୟାଳୟ ପକ୍ଷରୁ 31 ଜୁଲାଇରେ ଜାରି ନୋଟିସ ଅନୁଯାୟୀ 11 ଅଗଷ୍ଟରେ ତଦନ୍ତ ପାଇଁ ନୂତନ ତାରିଖ ଧାର୍ଯ୍ୟ କରାଯାଇଥିଲା। ବାଇପାସ୍ ସ୍ଥିତ SARCS କାର୍ଯ୍ୟାଳୟରେ ଯୁଗ୍ମ ତଦନ୍ତ। ନିର୍ଦ୍ଧାରିତ ତାରିଖ ଅନୁଯାୟୀ ଆଜି ଭଦ୍ରକ ବାଇପାସ୍ ସ୍ଥିତ SARCS କାର୍ଯ୍ୟାଳୟରେ ଯୁଗ୍ମ ତଦନ୍ତ ହୋଇଥିଲା। ତଦନ୍ତ ସମୟରେ ଅଭିଯୋଗକାରୀଙ୍କ ସମେତ ସମ୍ପୃକ୍ତ ପକ୍ଷମାନେ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ। ଅଭିଯୋଗ ସମ୍ପର୍କିତ ବିଭିନ୍ନ ରେକର୍ଡ ଓ ଦଲିଲ ପତ୍ର ଯାଞ୍ଚ ପ୍ରକ୍ରିୟା ମଧ୍ୟ ହୋଇଥିବାର ଜଣାପଡ଼ିଛି। ଯୁଗ୍ମ ତଦନ୍ତ ପାଇଁ BK ଟୁଡୁ, SARCS ଏବଂ B ତ୍ରିପାଠୀ SARCSଙ୍କୁ ତଦନ୍ତ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଥିବା ନୋଟିସରେ ଉଲ୍ଲେଖ ରହିଥିଲା। ତଦନ୍ତରେ ସମ୍ପୃକ୍ତ ପକ୍ଷଙ୍କ ବକ୍ତବ୍ୟ ସହ ଅଭିଯୋଗ ପତ୍ରରେ ଦାଖଲ ହୋଇଥିବା ଦଲିଲ ଓ ସମିତିର ମୂଳ ରେକର୍ଡକୁ ତୁଳନା କରାଯିବା ପାଇଁ ଆଶା କରାଯାଉଛି। ନଥିପତ୍ର ପୋଡ଼ାଯିବା ଅଭିଯୋଗ। ସମିତି କାର୍ଯ୍ୟାଳୟ ପଛପଟେ ଗୁରୁତ୍ୱପୂର୍ଣ୍ଣ ନଥିପତ୍ର ପୋଡ଼ାଯାଇଥିବାକୁ ନେଇ ଅଭିଯୋଗ ତଦନ୍ତର ଏକ ପ୍ରମୁଖ ପ୍ରସଙ୍ଗ ହୋଇଛି। ଅଭିଯୋଗକାରୀଙ୍କ ଦାବି ଅନୁଯାୟୀ ଚାଷୀ ଓ ଅନ୍ୟ ହିତାଧିକାରୀଙ୍କ ସମ୍ପର୍କିତ କିଛି ରେକର୍ଡ ନଷ୍ଟ କରାଯାଇଥିବା ଅଭିଯୋଗ ରହିଛି। ତେବେ କେଉଁ ନଥିପତ୍ର ନଷ୍ଟ ହୋଇଥିଲା, ଏହା କେଉଁ ସମୟର ରେକର୍ଡ ଏବଂ ନଷ୍ଟ କରିବା ପାଇଁ ନିୟମ ଅନୁସାରେ ଅନୁମତି ଥିଲା କି ନାହିଁ, ତାହା ତଦନ୍ତରୁ ସ୍ପଷ୍ଟ ହେବ। ନିଯୁକ୍ତି ଓ ସାଧାରଣ ବୈଠକକୁ ନେଇ ପ୍ରଶ୍ନ। ସମିତିରେ ହୋଇଥିବା ନିଯୁକ୍ତି ପ୍ରକ୍ରିୟାକୁ ନେଇ ମଧ୍ୟ ଅଭିଯୋଗକାରୀମାନେ ପ୍ରଶ୍ନ ଉଠାଇଛନ୍ତି। RTI ମାଧ୍ୟମରେ ମିଳିଥିବା କିଛି ତଥ୍ୟକୁ ଆଧାର କରି ସମିତିରେ କେତେକ ବ୍ୟକ୍ତିଙ୍କ ଦାୟିତ୍ୱ ଓ ନିଯୁକ୍ତି ପ୍ରକ୍ରିୟା ନେଇ ପ୍ରଶ୍ନ ଉଠିଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି। ଏହା ସହିତ ପ୍ରାୟ 4 ବର୍ଷ ଧରି ସମିତିର ବାର୍ଷିକ ସାଧାରଣ ବୈଠକ ହୋଇନଥିବା ଅଭିଯୋଗ ମଧ୍ୟ ରହିଛି। ଏ ସମ୍ପର୍କରେ ବୈଠକ ରେଜିଷ୍ଟର, ନୋଟିସ ଓ ସମ୍ପୃକ୍ତ ରେକର୍ଡ ଯାଞ୍ଚ କରାଗଲେ ପ୍ରକୃତ ସ୍ଥିତି ସ୍ପଷ୍ଟ ହେବାର ସମ୍ଭାବନା ରହିଛି। ଚାଷୀଙ୍କ ଋଣ ଟଙ୍କା ହେରଫେର ଅଭିଯୋଗ। ଅଭିଯୋଗଗୁଡ଼ିକ ମଧ୍ୟରେ ଚାଷୀଙ୍କ ଋଣ ଟଙ୍କା ସମ୍ପର୍କିତ ଅଭିଯୋଗକୁ ଅତ୍ୟନ୍ତ ଗୁରୁତର ବୋଲି ଦର୍ଶାଯାଇଛି। ଅଭିଯୋଗକାରୀମାନଙ୍କର ଦାବି ଅନୁସାରେ ଋଣ କରେଣ୍ଟ କରିଦେବା ନାମରେ କିଛି ଚାଷୀଙ୍କ ଠାରୁ ଖାଲି ଚେକ୍ ଓ ଉଠାଣ ଫର୍ମରେ ଦସ୍ତଖତ ନିଆଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ଋଣ ଟଙ୍କା ହେରଫେର ହୋଇଥିବାର ଅଭିଯୋଗ ରହିଛି। ତେବେ ଏହି ଅଭିଯୋଗର ସତ୍ୟତା ତଦନ୍ତରେ ଯାଞ୍ଚ ହେବ। ଚାଷୀଙ୍କ ଋଣ ଖାତା, ବ୍ୟାଙ୍କ କାରବାର, ଋଣ ମଞ୍ଜୁରୀ ରେକର୍ଡ, ଟଙ୍କା ଉଠାଣ ସମ୍ପର୍କିତ ଦଲିଲ ଓ ସମିତିର ହିସାବପତ୍ର ଯାଞ୍ଚ ହେଲେ ଅଭିଯୋଗର ପ୍ରକୃତ ଚିତ୍ର ସାମ୍ନାକୁ ଆସିପାରିବ। ତଦନ୍ତ ରିପୋର୍ଟକୁ ଅପେକ୍ଷା। ଆଜିର ଯୁଗ୍ମ ତଦନ୍ତରେ ସମସ୍ତ ପକ୍ଷ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିବାକୁ ଏବେ ତଦନ୍ତ ରିପୋର୍ଟ ଉପରେ ସମ୍ପୃକ୍ତ ଚାଷୀ, ସମିତି ସଦସ୍ୟ ଓ ସାଧାରଣ ଲୋକଙ୍କର ନଜର ରହିଛି। ତଦନ୍ତ ଅଧିକାରୀମାନେ ଉପଲବ୍ଧ ଦଲିଲ ପତ୍ର, ରେକର୍ଡ ଓ ବକ୍ତବ୍ୟକୁ ଆଧାର କରି ପ୍ରକୃତ ସ୍ଥିତି ଅନୁଧ୍ୟାନ କରିବେ ବୋଲି ଆଶା କରାଯାଉଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଉପରୋକ୍ତ ସମସ୍ତ ଅଭିଯୋଗ ଅଭିଯୋଗକାରୀମାନଙ୍କ ପକ୍ଷରୁ ଉଠାଯାଇଛି। ଏହାର ସତ୍ୟତା ଏପର୍ଯ୍ୟନ୍ତ ତଦନ୍ତରେ ପ୍ରମାଣିତ ହୋଇନାହିଁ। ଆଜି ଅନୁଷ୍ଠିତ ଯୁଗ୍ମ ତଦନ୍ତ ଓ ପରବର୍ତ୍ତୀ ତଦନ୍ତ ରିପୋର୍ଟ ପରେ ହିଁ ଅଭିଯୋଗଗୁଡ଼ିକର ପ୍ରକୃତ ସତ୍ୟତା ସ୍ପଷ୍ଟ ହେବ। ସମିତି କର୍ତ୍ତୃପକ୍ଷ କିମ୍ବା ଅଭିଯୋଗରେ ଉଲ୍ଲେଖିତ ଅନ୍ୟ ପକ୍ଷଙ୍କର ପ୍ରତିକ୍ରିୟା ମିଳିଲେ ତାହାକୁ ମଧ୍ୟ ଖବରରେ ସ୍ଥାନ ଦିଆଯିବ। ଭଦ୍ରକରୁ ପୁନିଲ କୁମାର ସାମନ୍ତଙ୍କ ରିପୋର୍ଟ, ସମ୍ପୂର୍ଣ୍ଣା ନ୍ୟୁଜ୍ ଓଡ଼ିଆ।